ଯାତ୍ରା ଆଜିକି 100 ବର୍ଷ ହେଲା ଆମେ ଦେଖି ଆସୁଛୁ। ଯାତ୍ରା ମାନସିକ ଯାତ୍ରା, ଯିଏ ଯାହା ମାନସିକ କରିଥାଏ ତାର ପୂରଣ ହୁଏ। ଏଇ ଚୈତି ପୂର୍ଣ୍ଣିମା ଦିନ ଯିଏ ମାନସିକ ପୂର୍ଣ୍ଣ କରିବାକୁ ଚାହାନ୍ତି ସେ ଆସି ଭୋଗରାଗ କରନ୍ତି। ବିଞ୍ଚଣା, ଘଡ଼ି, କୁକୁଡ଼ା, ଘୋଡ଼ା ସେମାନେ ଦାନ କଲେ ତାଙ୍କର ସବୁ ରୋଗ ଭଲ ହେଇଯାଏ। ଆଉ ଘଡ଼ି ଦିଅନ୍ତି ଯେଉଁ ବିଞ୍ଚି ଆଉ ଅନ୍ୟ ଅନ୍ୟ ଜିନିଷ ଯାହା ରୋଗ ରାଗ ହେଇଯାଇଥାଏ ସେ ସବୁ ଭଲ ହେଇଯାଏ। ଏମିତି ସବୁଦିନ ସବୁ ବର୍ଷ ଆସି ଏଠି ଯାତ୍ରାରେ ତାଙ୍କର ମାନସିକ ପୂରଣ କରନ୍ତି। ପ୍ରତ୍ୟେକ ରୋଗ, ବିଞ୍ଚି ରୋଗ, ପ୍ରତ୍ୟେକ ରୋଗ, ପ୍ରତ୍ୟେକର ମା ପୋଟଳୀ ମା ଇଏ ଯାହା ରୋଗ ହେଇଥାନ୍ତି ତା ମାନସିକ କଲେ ସବୁ ତାଙ୍କର ମୁକ୍ତ ହେଇଯାଆନ୍ତି। ଧର ଘୋଡ଼ା, ବିଞ୍ଚଣା, ଆଉ ଟୋପର, ତାପରେ ଘଡ଼ି, କ୍ଷୀର, ଘିଅ ଯାହା ଦାନ କରିବେ, କୁକୁଡ଼ା। ପୁଅର ଏମିତି ମୁଣ୍ଡରେ ଘା ହଉଥିଲା ଆଉ 12 ବର୍ଷ କଲି। ତାପରେ ଯୋଉ ଇଏ ହଁ ଆମର ଏ ଗାଁରେ ମୁଣ୍ଡ ଘା ଭଲ ହେଇଗଲା। ତାପରେ ମୋର ମନ ଖୁସିରେ ଆଉଛି ଟିକେ ଭୋଗ କରିଦେଇ ଯାଉଛି। ବହୁତ ବହୁତ ଆଡୁ ଆସନ୍ତି, ଏ ଢିଅ ସାହିରୁ ଆସନ୍ତି, ଶଙ୍କରପୁର, ବାଣୀପଦା, 6 ଗାଁ ଗଲା ଦୁନିଆ ଆଡୁ ଆସନ୍ତି। ଆଉ ଠାକୁର ବହୁତ ଇଏ କରୁଛନ୍ତି, ଭଲ କରୁଛନ୍ତି ବୋଲି ସିନା ଭଲ ଆଉଛନ୍ତି। ଠାକୁର ବହୁତ ବର୍ଷର ପୁରୁଣା ଠାକୁର, ମାନସିକ କରନ୍ତି ପୂରଣ ହୁଏ। ଆମେ ବି ଏବେ ପୂଜା କରୁଛୁ। ବାପା ହେରିକା ପୂଜା କରୁଥିଲେ, ମୋ ଝିଅ ପାଇଁ ମାନସିକ କରିଥିଲି, ତା ଦେହ ଖରାପ ଥିଲା, ଦେହ ଭଲ ହେଲାଠୁ ପୂଜା କରିବାକୁ ଆସିଛି। 3 ବର୍ଷ ହଉଛି ପ୍ରସିଦ୍ଧ ଯାତ୍ରା ମାଙ୍କର ପୋଟଳୀ ଯାତ୍ରା, ଏକ ମାନସିକ ଯାତ୍ରା। ଏ ଯାତ୍ରାରେ ସାଧାରଣତଃ ଦୁଧ ଘଟ, ପାଣି ଘାଟ ଏବଂ ବିଞ୍ଚଣା ପ୍ରଦାନ କରାଯାଏ ମାଙ୍କୁ। କାରଣ ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ଏବଂ ଟିକେ ରୁଦ୍ର ଅବତାର ସେ ନିଅନ୍ତି ଆଜି ଦିନରେ। ଭକ୍ତମାନଙ୍କର ମାନସିକ ପୂର୍ଣ୍ଣ କରିବା ପାଇଁ ଯଦି ଦୁଧ ଘାଟ, ପାଣି ଘାଟ ଦିଆଯାଏ, ମାଙ୍କ ଉପରେ ପାଣି ଢଳାଯାଏ ଏବଂ ବିଞ୍ଚଣା ଦିଆଯାଏ, ମା ସନ୍ତୁଷ୍ଟ ହୁଅନ୍ତି ବୋଲି ବହୁ ପ୍ରାଚୀନ କାଳରୁ ଏଠି ପରମ୍ପରା ଅଛି ଏବଂ ଲୋକମାନଙ୍କର ଲୋକବିଶ୍ୱାସ ମଧ୍ୟ ଅଛି।